ଆଜ୍ଞା ମୋର କିଏ ଯିବ ମତେ ନାହିଁ ଏଇଠି ପିଓ ଦରମା ପାଉଛନ୍ତି ଗଭର୍ଣ୍ଣମେଣ୍ଟ ଲୋକଙ୍କ ସହିତ କଥାବାର୍ତ୍ତା ଛାଡ଼ି ତ ସେ କଣ ଗଭର୍ଣ୍ଣମେଣ୍ଟ ସବୁଠୁ କଥାବାର୍ତ୍ତା ଛାଡ଼ି ଦଉଛନ୍ତି। ମୁଁ ଚାହୁଁଛି ମୋ ବାପାରେ ନିଆ ଚାହୁଁଛି କାଲି ବାପା ମୋ କତିକି କଲ୍ କରିଥିଲେ ପଇସା ମାଗିଥିଲେ ମୁଁ ଦେଇପାରିନି ସେ ଏଇ ବିଞ୍ଝାରପୁର ଲୋକ ଜଣେ ପଇସା ମାଗିଥିଲେ ଧମକା ଧମକି ଯାଇକି ଆମ ଘରେ କରିଛନ୍ତି ଦିଥର କୋଦାଳ ମେଣ୍ଟ ନେଇକି ଯାଇଛନ୍ତି ପିଟିକି ମାରିଦେମି ବୋଲିକି ଯଦି ମୋ ପଇସା ନ ମିଳିଲା ମୁଁ ପିଟିକି ମାରିଦେମି ତାପରେ ମୋ ଭାଇ ନିଜେ ସାକ୍ଷୀ ରହିକି କହିଲା ମୁଁ ମାସକୁ ମାସ ପଇସା ଦେମି 1000 ଟଙ୍କା ଲେଖା ତାପରେ ମୋ ଭାଇର ମୋ ଭାଉଜ ଅପରେସନ ଏବେ ହେଇଛି ସେଥିପାଇଁ ଯେହେତୁ ପଇସା ନାହିଁ ବାପାକୁ ମାଗିନାହାନ୍ତି ତାକୁ ମତେ ମାଗିଥିଲେ ସେଥିପାଇଁ ଆସିକି ବାପାକୁ ପଇସା ମାଗିଛି ବାପା କଥା ନାହିଁ ପଇସା ସେ ମନା କରିଛନ୍ତି ତାପରେ ପିଟିକି ମାରିଛି ବିଲରେ କେହି ନାହାନ୍ତି ସେ ଟାଇମରେ କେହି ବିଲରେ ନାହାନ୍ତି 24 ଘଣ୍ଟା ହେଲାଣି ଦିଆଯାଇଛି ଏଫଆଇଆର ଦିଆଯାଇଛି 24 ଘଣ୍ଟା ହେଲାଣି ଏପର୍ଯ୍ୟନ୍ତ ମୋ ବାପା ନ୍ୟାୟ କାହିଁ ମିଳିନି ଲୋକ ଆରେଷ୍ଟ ମୋ ବାପାକୁ ଯିଏ ମର୍ଡର କରିଛି ସେ ଆରେଷ୍ଟ ହବା ଦରକାର। ଗତକାଲି ଚନ୍ଦ୍ରଗୁମ ପଞ୍ଚାୟତର ଜଗନ୍ନାଥପୁର ଗାଁର ସେ ଅକ୍ଷୟ କୁମାର ନାୟକ ବୋଲି ଜଣେ ବ୍ୟକ୍ତି ଗୋଟେ ଅଭିଯୋଗ ଦେଇଥିଲେ କାଲି ରାତି 7:45 ଅଭିଯୋଗ କରିଥିଲେ ତାଙ୍କ ବାପାଙ୍କୁ କିଏ ହତ୍ୟା କରି ଅଖାରୁଣୀ ଗହିରରେ ଫୋପାଡ଼ି ଦେଇଛି ବୋଲି ସେ ସଂକ୍ରାନ୍ତରେ ଆମର ବିଞ୍ଝାରପୁର ଥାନାରେ ଗୋଟେ 223/25 ମର୍ଡର ହେଡ୍ରେ ଗୋଟେ ମକଦ୍ଦମା ରୁଜୁ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତାର ତଦନ୍ତ କରାଯାଉଛି ଏବଂ ଆଜି ବଡ଼ିକି ଆମେ DHS ଯାଜପୁରକୁ ପଠାଇକି ଡେଡ୍ ବଡ଼ିକି ତାର ଇନକ୍ୱେଷ୍ଟ ସାରିକି ପୋଷ୍ଟମର୍ଟମ କରାଇକି ବଡ଼ି ତାଙ୍କୁ ହ୍ୟାଣ୍ଡଓଭର କରାଯାଇଛି। କେସର ତଦନ୍ତ ଡିଫରେଣ୍ଟ ଆଙ୍ଗଲରୁ କରାଯାଇଛି। ଆଜି ପୋଷ୍ଟମର୍ଟମ ପରେ ତାଙ୍କର କିଛି ବନ୍ଧୁବାନ୍ଧବ ଶୁଭେଚ୍ଛୁ ସମର୍ଥକ ଆସିଥିଲେ ଦାବି ଜଣାଇବାକୁ ଯେ ଆସାମୀକି ତୁରନ୍ତ ଗିରଫ କରାଯାଉ ବୋଲି ସେମାନଙ୍କୁ ତାଙ୍କର ରିପ୍ରେଜେଣ୍ଟେଟିଭ ସହିତ ଆଲୋଚନା କଲା ପରେ ସେମାନେ ବଡ଼ି ନେଇକି ଯାଇଛନ୍ତି। ସେ ଅଭିଯୋଗ ତ ଏବେ 24 ଘଣ୍ଟା ବି ପୁରିନି ତାକୁ ଆମେ ଡିଫରେଣ୍ଟ ଆଙ୍ଗଲରୁ ବିଭିନ୍ନ କାରଣ ଅଛି ପ୍ରାଥମିକ ଜିନିଷ ହେଉଛି ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ତାର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ଏବଂ ଯେଉଁ ଦିଗର ଆବଶ୍ୟକତା ସବୁ ଦିଗକୁ ନେଇକି ପୁଲିସ ତଦନ୍ତ କରୁଛି।